ଗାଳ୍ପିକ ସାରଳା ଦାସ। ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କ ମହାଭାରତର 18 ଖଣ୍ଡ ପର୍ବ ମଧ୍ୟରେ ଥିବା ଶାନ୍ତି ପର୍ବରେ ଭୀଷ୍ମ ଯୁଧିଷ୍ଠିରଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହାକୁ ଏହି କବିତାରେ ଉଲ୍ଲେଖ କରାଯାଇଛି। ମହାଭାରତ ଯୁଦ୍ଧର କୌରବମାନେ ପରାସ୍ତ ହୋଇ ମୃତ୍ୟୁବରଣ କରିବା ପରେ ପାଣ୍ଡବମାନଙ୍କ ପକ୍ଷରୁ ଯୁଧିଷ୍ଠିର ହସ୍ତିନାର ସିଂହାସନରେ ରାଜା ହେବା ପୂର୍ବରୁ ଅଭିଷେକ ପର୍ବର ଆୟୋଜନ ଚାଲିଥିଲା। ଯୁଧିଷ୍ଠିର କୃଷ୍ଣଙ୍କୁ କହିଲେ, ରାଜା ହେବା ପୂର୍ବରୁ ପିତାମହ ଭୀଷ୍ମଙ୍କୁ ସାକ୍ଷାତ କରି ତାଙ୍କଠାରୁ ଉପଦେଶ ପ୍ରାପ୍ତ ହେବା ଆବଶ୍ୟକ। ତେଣୁ ଯୁଧିଷ୍ଠିର କୃଷ୍ଣଙ୍କ ସହିତ ସରଶଯ୍ୟାରେ ଥିବା ଭୀଷ୍ମଙ୍କ ପାଖରେ ପହଞ୍ଚି ରାଜ୍ୟାଭିଷେକ ପ୍ରସଙ୍ଗ କହିଛନ୍ତି। ରାଜା ହେବାକୁ ହେଲେ ପ୍ରଜା ଓ ରାଜ୍ୟବାସୀମାନଙ୍କ ପାଇଁ କ'ଣ କ'ଣ କରିବାକୁ ପଡ଼ିବ, କି ପ୍ରକାର ବିଚାର ବୁଦ୍ଧି ଅବଲମ୍ବନ କରିବାକୁ ପଡ଼ିବ, ତାହାକୁ ଭୀଷ୍ମ ଯୁଧିଷ୍ଠିରଙ୍କୁ ପ୍ରାଞ୍ଜଳ ଭାବରେ ବୁଝେଇ ଦେଇଛନ୍ତି। ତତ୍କାଳୀନ ସାମାଜିକ ବ୍ୟବସ୍ଥାକୁ ଆଖି ଆଗରେ ରଖି ସାରଳା ଦାସ ଏଭଳି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। କବିତାର ଅଭିମୁଖ୍ୟ। କବିତାର ଭାଷା ଅତି ସରଳ। ଯୁଧିଷ୍ଠିରଙ୍କୁ ଉପଦେଶ ଦେବା ଛଳରେ ଭୀଷ୍ମଙ୍କ ମୁଖରେ ସାରଳା ଦାସ ଯେଉଁ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ତାହା ଥିଲା ସେ ସମୟ ପାଇଁ ଓଡ଼ିଆ ସମାଜ ପାଇଁ ଆବଶ୍ୟକତା। ସାମାଜିକ ଶୃଙ୍ଖଳା, ଦେଶର ବିକାଶ ଓ ଲୋକମାନଙ୍କ ମନରେ ରାଜାଙ୍କ ପ୍ରତି ବିଶ୍ୱାସ ସୃଷ୍ଟି କରିବା ଏକତା ଆଣିଥିବା ଥିଲା ସାରଳା ଦାସଙ୍କ ମୂଳ ଓ ମୁଖ୍ୟ ଅଭିମୁଖ୍ୟ। ଏଥିରେ ପ୍ରଶାସକମାନଙ୍କୁ ଲେଖକ ସଚେତନ କରାଇ ଦେବା ସହିତ ପ୍ରଜାସୁଖ ପାଇଁ ରାଜାଙ୍କ କର୍ତ୍ତବ୍ୟ ସମ୍ପର୍କରେ ଅବହିତ କରାଇ ସମାଜ ବା ଦେଶର ମଙ୍ଗଳ ଇଚ୍ଛାକୁ ପ୍ରକାଶ କରିଛନ୍ତି। ଏ କବିତା ପାଠ କରିବା ଦ୍ୱାରା ସାରଳା ଦାସ କିପରି ସମାଜ ସଂସ୍କାରକ ଓ ଦେଶପ୍ରେମୀ ଥିଲେ ତାହା ଅନୁଭୂତ ହୁଏ। ଏହା ସହିତ ସାମାଜିକ ନୈତିକତା ଓ ରାଜଧର୍ମର ମୂଲ୍ୟବୋଧ ସମ୍ପର୍କୀୟ ଓଡ଼ିଆମାନଙ୍କୁ ଅବଗତ କରାଇଛନ୍ତି। ମୂଳ ପାଠ। ବୈବସ୍ୱତ ମନୁ ଆଗେ ବଦନ୍ତି ଅଗସ୍ତି, କୃଷ୍ଣ ସଙ୍ଗେ ଗଲେ ପାଣ୍ଡବ ପାଞ୍ଚ ମୂର୍ତ୍ତି। ଏଥୁ ଅନନ୍ତରେ ଯେ ବଇଲେ ଜନାର୍ଦ୍ଦନ, ଅଭିଷେକ ବିଧିମାନ କର ଆୟୋଜନ। ଶୁଣି ଯୁଧିଷ୍ଠିର ବଇଲେ ହେ ଦେବ ହରି, ଭୀଷ୍ମଙ୍କୁ କହିଲେ ସିନା ରାଜା ହୋଇପାରି। ତହୁଁ ଭୀଷ୍ମଙ୍କ ପାଖକୁ କଲେ ଯେ ଗମନ, ସୈନ୍ୟ ସଖା ନାହିଁ କେହି ସେହି ଷଡ଼ଜଣ। ଯହିଁ ଭୀଷ୍ମଦେବ କରିଥିଲେ ସରଶଯ୍ୟା, ସେଠାରେ ପ୍ରବେଶ ଯାଇ ହେଲେ ଧର୍ମରାଜା। ଭୀଷ୍ମ ଆଗରୁ ଆଚରିଥିଲେ ମୌନବ୍ରତ, ଯୁଧିଷ୍ଠିରଙ୍କୁ ଦେଖି ପୁଣି ଫିଟାଇଲେ ନେତ୍ର। ଭୀଷ୍ମଦେବ କହିଲେ ଯେ ଯୁଧିଷ୍ଠିର ଚାହିଁ, ସୁଖେ ନିଷ୍କଣ୍ଟକ ରାଜ୍ୟ କର ବାବୁ ଯାଇ। କିପାଇଁ ହୋ ଧର୍ମରାଜା ଆଇଲୁ ମୋ ପାଶ, ବଦନ୍ତି ଯୁଧିଷ୍ଠି ଶୁଣ କୁରୁକୁଳ ଈଶ। ଆମ୍ଭ ହିତ ଦେବ ତୁମ୍ଭେ ତେଜିଲେ ଜୀବନ, ତ୍ରିଭୁବନେ କିଏ ଅଛି ତୁମ୍ଭକୁ ସମାନ। ଯୁତି ଥିଲେ ତୁମ୍ଭଙ୍କୁ ଜିଣନ୍ତା ଅବା କିଏ, ଆମ୍ଭକୁ ତୁମ୍ଭର ସଦା ଚିତ୍ତେ ଦୟା ଥାଏ। ପ୍ରଥମ ଯୁଦ୍ଧ ଯେ ଆଜ୍ଞା ଦେଇଥିଲେ ଦେବ, ଶତ୍ରୁ ମାରି ପଞ୍ଚକଟକରେ ରାଜା ହେବ। ମହତ ବଚନ କେବେ ନୁହଁଇ ଅନ୍ୟଥା, କହିଲେ ଯେ ଭୀଷ୍ମ ଶୁଣି ଯୁଧିଷ୍ଠିର କଥା। ଦ୍ରୋହସ୍ଥିତ ହୋଇ ଭୀଷ୍ମ ଦିଅନ୍ତି ଉତ୍ତର, ଏବେ ନିଷ୍କଟଙ୍କ ହେଲା ସୁଖେ ରାଜ୍ୟ କର। ନାନା ଉପଭୋଗ କର ସୁଖେ ରାଜା ହୋଇ, ଶ୍ରୀକୃଷ୍ଣ ପ୍ରସନ୍ନେ ତତେ କିଛି ଭୟ ନାହିଁ। ନିପାତ ହୋଇଲେ ଏବେ ଧୃତରାଷ୍ଟ୍ର ପୁତ୍ରେ, ଏହା ହେବ ବୋଲି ସନ୍ଦେହ ନଥିଲା ମୋ ଚିତ୍ତେ। ଧର୍ମ ପ୍ରତିପାଳି ସୁଖେ ରାଜ୍ୟ କର ଯାଇ, ଅଧର୍ମ କଲେଟି ସହି ନପାରଇ ମୋହି। ଏପରି ପ୍ରଜା ପାଳିବୁ ନହିବେ କେ ଦୁଃଖୀ, ପ୍ରଜା ରକ୍ଷା କଲେ ସେ ରାଜା ଅଟେ ସୁଖୀ। ରାଜ୍ୟ ପ୍ରତିପାଳନେ ସିନା ଇନ୍ଦ୍ର କରେ ବୃଷ୍ଟି, ରାଜ୍ୟର ପାଳନେ ସିନା ରକ୍ଷା ହୁଏ ସୃଷ୍ଟି। ପ୍ରଜାଙ୍କୁ ପାଳିବା ଅଟେ ରାଜାର ଯେ ବିଧି, ପ୍ରଜା ସୁଖେ ଥିଲେ ସେ ରାଜ୍ୟର ସର୍ବସିଦ୍ଧି। ଦୋଷାଦୋଷ ବିଚାର କରିଣ ଦଣ୍ଡ ଦେବୁ, ଦେଖି ତାହା ସୁଖୀ ହେବେ ପ୍ରଜା ମାନେ ସବୁ। ଗମ୍ଭ ବରଗି ଦେଖିବୁ ବିଧି କି ଅବିଧି, ଯେ କରେ ସଦା ଅବଧି ପକାଇବୁ ଛେଦି। ଦୋଷା କି ଦଣ୍ଡିଲେ ତୋତେ ନ ମିଳିବ ଦୋଷ, ତେବେ ଲକ୍ଷ୍ମୀ ନିଶ୍ଚଳେ ରହିବେ ତୋର ଦେଶ। କୋଡ଼ିଏ ହାତରେ ଯେ କରିବୁ ନଳକାଠି, 25 ଗୁଣ୍ଠରେ ମାଣେ ବିଂଶ ମାଣେ ବାଟି। ବାଟି କରେ ଚିନାଏ ଯେ ଘେନିଥିଲେ ସଞ୍ଜା, ଆମ୍ଭ ଆୟୁ ଘେନି ବଞ୍ଚ ବୋଲିବେ ଯେ ରଜା। ପ୍ରଜା ସୁଖେ ଶୁଭେ ଯାର ଜୟ ଜୟ ଧ୍ୱନି, ଯମ ତାକୁ ଦଣ୍ଡି ନ ପାରଇ ପ୍ରାଣ ଘେନି। ରାଜ୍ୟ କଳି ନିବାରଣେ ଭାଇଙ୍କି ପୋଷିବୁ, ରାଜ୍ୟର ଖବର 3 ବାର ବୁଝୁଥିବୁ। ଉତ୍ତମ ଲୋକ ଦେଖିଣ ମନ୍ତ୍ରୀ ଯେ କରିବୁ, କିନ୍ତୁ ତାର ହାତେ ଦଣ୍ଡ ବିଧି ଯେ ନ ଦେବୁ।
କୃଷି କାରିକି ଯେ ଧନ ଦ୍ୱାରା ନ ଦଣ୍ଡିବୁ, ନିର୍ଦ୍ଦୋଷୀ ଦେଖିଲେ ତାକୁ କ୍ଷମା ଯେ କରିବୁ। ଛୋଟ ଘୋଡ଼ା ଦେବୁ ବୃଦ୍ଧ ରାଉତର ହାତେ, 50 ବର୍ଷ ପଦାତି କରିଥିବ ନିତ୍ୟ। 17 ବରଷ ହୋଇଥିବ ଯେ ଗଜ, ବଳିଷ୍ଠ ମାହୁନ୍ତ ତାକୁ କରୁଥିବ ସଜ। ଅଶ୍ୱ ଗଜ ପଦାତି ନିରତେ ସାଜିଥିବୁ, ବେଳା ଅନୁସାରେ ଅବକାଶ ଯେ କରିବୁ। ବ୍ରାହ୍ମଣ ମୁଖରେ ଯେ ପୁରାଣ ଶୁଣୁଥିବୁ, ନାରୀମାନଙ୍କୁ କଦାଚ ବିଶ୍ୱାସ ନ ଯିବୁ। ଅସୁର ଭୋଗ ତୀର୍ଥରେ ସ୍ନାନ ନ କରିବୁ, ଧନ ସଞ୍ଜୀବାକୁ ସଦା ଲୋଭୀ ଯେ ନ ହୋଇବୁ। ବେଳ କାଳ ଜାଣି ଧନ ପ୍ରଜାଙ୍କୁ ଯେ ଦେବୁ, ଅନ୍ଧାରି ବିଜେ ନ କରି ବିଶ୍ୱାସ ନ ଯିବୁ। ପାରିଧିକି ବରାବର ନ ତେଜିବୁ ରାଜା, ବେଦ ବ୍ରାହ୍ମଣଙ୍କୁ ନୀତି କରୁଥିବୁ ପ୍ରଜା। ଧାର୍ମିକଙ୍କୁ କରାଇବୁ ବ୍ରତ ଏକାଦଶୀ, ବିଦେଶୀ ଦୂତଙ୍କୁ ନଗ୍ରେ ନ ଦେବୁ ଯେ ପଶି। ପର ଦ୍ୱାରା ପର ଧନେ ଲୋଭୀ ଯେ ନ ହୋଇବୁ, ବିବାହିତ ନାରୀ ସଙ୍ଗେ କେବଳ କରିବୁ। ଯଥା ଯଜ୍ଞ କରି ଦେଉଥିବୁ ଯେ ଆହୁତି, ଦଣ୍ଡ ବହିବୁ ଯେ ଉପଗତ ଶତ୍ରୁ ପ୍ରତି। ଦୁଷ୍ଟ ଦାନବ ଦେଖିଲେ କରିବୁ ବିନାଶ, ତହିଁରେ ରାଜାକୁ ଲେଶ ମାତ୍ର ନାହିଁ ଦୋଷ। ପର ଦ୍ୱାରା ଧନ ନ କରିବୁଟି ହରଣ, ରଖିବୁ ଯେ ବିକଳ ପଶିବ ଶରଣ। ବିଶ୍ୱାସୀ ମନ୍ତ୍ରୀ କି ରାଜ୍ୟର ସମର୍ପିବୁ, ସମୁଦାୟ ଅଧିକାର କେବେ ନ ଦେବୁ। କଷ୍ଟ ଯେପରି ନ ପାନ୍ତି ଗୋରୁ ଯେ ବ୍ରାହ୍ମଣେ, ଏକଥା ସଦା ରଖିଥିବୁ ସାବଧାନେ। ତୀର୍ଥ ଅନ୍ନଛତ୍ର ଦେଉଥିବୁ ମୋ ନୃପତି, ସ୍ଥାନ ଅନୁରୂପ ରଖିଥିବୁ ସେନାପତି। ଗଜ ଅଶ୍ୱ ନିମନ୍ତେ ଯେ ଦେଇଥିବୁ ଧନ, ଗୋଚର କରି ବହୁତ ଛାଡ଼ିଦେବୁ ସ୍ଥାନ। ଗୁଣ ଜାଣି ଲୋକଙ୍କୁ ଯେ କରୁଥିବୁ ପୂଜା, କବିଙ୍କ ଠାରେ କୃପଣ ନ ହୋଇବୁ ଯେ ରାଜା। ଏ ବିଧିରେ କହି ଭୀଷ୍ମ ରାଜବିଧାନ, ଶ୍ରୀକୃଷ୍ଣଙ୍କ ମୁଖକୁ ଚାହିଁଲେ ବହନ। ଏ କବିତାର ସାରାଂଶ, କୃଷ୍ଣଙ୍କ ସହିତ ଯୁଧିଷ୍ଠିର ରାଜ୍ୟାଭିଷେକ ପୂର୍ବରୁ ପିତାମହ ଭୀଷ୍ମଙ୍କ ପାଖରେ ପହଞ୍ଚନ୍ତି। ଯୁଧିଷ୍ଠିରଙ୍କୁ ଦେଖି ଭୀଷ୍ମ କହିଛନ୍ତି, ଏବେ ସେ ନିଷ୍କଣ୍ଟକ ରାଜ୍ୟ ଶାସନ କରିପାରିବେ, କାରଣ ଅଧର୍ମୀ କୌରବମାନେ ଯୁଦ୍ଧରେ ନିହତ ହେବା ପରେ ଆଉ ବିରୋଧ କରିବାକୁ କେହି ନାହାନ୍ତି। ମାତ୍ର ରାଜ୍ୟ ଶାସନ କଲାବେଳେ କେତେ କଥାକୁ ଗୁରୁତ୍ୱ ସହିତ ବିଚାର କରି ରାଜ୍ୟ ଶାସନ କରିବାକୁ ହେବ, କାରଣ ପ୍ରଜା ସୁଖରେ ରହିଲେ ରାଜାଙ୍କ ସର୍ବସିଦ୍ଧି ହୁଏ ଏବଂ ରାଜାଙ୍କ ଯଶ ଗୌରବ ବୃଦ୍ଧି ପାଏ। ତେଣୁ ଭୀଷ୍ମ ଦେଇଥିବା ଉପଦେଶଗୁଡ଼ିକ ମଧ୍ୟରେ ରହିଛି ଯେ ଏପରି ଭାବେ ପ୍ରଜାଙ୍କୁ ପାଳନ କରାଯିବ ଯେପରି କୌଣସି ପ୍ରଜା ଦୁଃଖରେ କାଳ କାଟିବେ ନାହିଁ। ପ୍ରଜାମାନଙ୍କୁ ଠିକ୍ ଭାବରେ ପ୍ରତିପାଳନ କରିପାରିଲେ ଇନ୍ଦ୍ର ବୃଷ୍ଟି କରିବ ଏବଂ ସୃଷ୍ଟି ରକ୍ଷା ହୋଇପାରିବ। ଦୋଷାଦୋଷ ବିଚାର କରିବା ପରେ ଦଣ୍ଡ ବ୍ୟବସ୍ଥା କରିବାକୁ ପଡ଼ିବ, ତା ପୂର୍ବରୁ ନୁହେଁ। ଯେଉଁମାନେ ରାଜାଙ୍କ ପ୍ରଣୀତ ନିୟମ କାନୁନ ନ ମାନିବେ, ସେମାନଙ୍କୁ ଦଣ୍ଡ ବିଧାନ କରିବାକୁ ପଶ୍ଚାତାପ ହେବା ଉଚିତ ନୁହେଁ। ଦୋଷୀକୁ ଦଣ୍ଡ ବିଧାନ କରିବା ପାପ ନୁହେଁ। କୃଷକ ଓ ଚାଷୀମାନଙ୍କ ସୁବିଧା ପାଇଁ ଜମି ମାପର ବ୍ୟବସ୍ଥା କରାଯିବ। ତାଙ୍କ ପାଇଁ ସ୍ୱଳ୍ପ କର ବା ଖଜଣା ବ୍ୟବସ୍ଥା କରାଯିବ, ଯେପରି ଏହା ତାଙ୍କୁ ବାଧିବ ନାହିଁ। ରାଜ୍ୟର ଖବର ଦିନରେ 3 ଥର ବୁଝିବାକୁ ପଡ଼ିବ। ଉତ୍ତମ ଲୋକ ଦେଖି ମନ୍ତ୍ରୀ ପଦ ଦିଆଯିବ, ମାତ୍ର ମନ୍ତ୍ରୀ ଦ୍ୱାରା କାହାକୁ ଦଣ୍ଡ ବିଧାନର ବ୍ୟବସ୍ଥା ନ ରହିବା ଉଚିତ। କୃଷକକୁ ଧନ ଦ୍ୱାରା କେବେ ଦଣ୍ଡ ଦିଆଯିବ ନାହିଁ। ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କ୍ଷମା ଦିଆଯିବା ଉଚିତ। ବୃଦ୍ଧ ରାଉତକୁ ଛୋଟ ଘୋଡ଼ା ଦିଆଯିବ। 50 ବର୍ଷ ପର୍ଯ୍ୟନ୍ତ ପଦାତିକ ସୈନ୍ୟଙ୍କୁ ରଖାଯିବ। ଯେଉଁ ଗଜ ବା ହସ୍ତୀ ରହିବେ, ସେମାନଙ୍କ ବୟସ 17 ବର୍ଷରୁ ଅଧିକ ହୋଇନଥିବ, ତାହାକୁ ବଳିଷ୍ଠ ମାହୁନ୍ତ ହାତରେ ଦେବାକୁ ପଡ଼ିବ। ବ୍ରାହ୍ମଣମାନଙ୍କ ମୁଖରେ ପୁରାଣ ଶୁଣିବା ସହିତ ନାରୀମାନଙ୍କୁ କୌଣସି କ୍ଷେତ୍ରରେ ବିଶ୍ୱାସ କରିବା ଉଚିତ ହେବ ନାହିଁ। ଧନ ସଞ୍ଚୟ କରିବା କ୍ଷେତ୍ରରେ ଲୋଭ କରିବା ଉଚିତ ନୁହେଁ। ଅନ୍ଧାରି ବିଜେ କରି ପ୍ରଜାଙ୍କ ସୁଖ ଦୁଃଖ ବୁଝିବାକୁ ପଡ଼ିବ। ଦେବତା ବ୍ରାହ୍ମଣଙ୍କୁ ନୀତି ପୂଜା କରିବାକୁ ହେବ। ବିଦେଶୀ ଦୂତଙ୍କୁ ନଗରରେ ପୁରାଇ ନ ଦେବାରେ ବ୍ୟବସ୍ଥା ରଖିବ। ପର ଧନ ଓ ପର ସ୍ତ୍ରୀ ପ୍ରତି ଲୋଭ କରିବ ନାହିଁ। ଯଜ୍ଞ କରି ଆହୁତି ପ୍ରଦାନ କରିବ। ଶତ୍ରୁ ପ୍ରତି କେବେ କୋହଳ ମନୋଭାବ ପୋଷଣ କରିବ ନାହିଁ। ବିଶ୍ୱାସୀ ମନ୍ତ୍ରୀକୁ ରାଜ୍ୟଭାର ଦିଆଯାଇପାରେ, ମାତ୍ର ସମୁଦାୟ ଅଧିକାର ଦେବା ଉଚିତ ନୁହେଁ। ଗୋରୁ ବ୍ରାହ୍ମଣ ଯେପରି କଷ୍ଟ ନ ପାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ତୀର୍ଥକ୍ଷେତ୍ରରେ ଅନ୍ନଛତ୍ର ବ୍ୟବସ୍ଥା ଓ ଗୋରୁମାନଙ୍କ ପାଇଁ ଗୋଚର ବ୍ୟବସ୍ଥା ରଖିବା ନିହାତି ଆବଶ୍ୟକ। ଗୁଣୀଜନଙ୍କୁ ପୂଜା କରିବା ସହିତ କବିମାନଙ୍କ ପ୍ରତି କେବେ କୃପଣ ଭାବ ପୋଷଣ ନ କରିବା ଭୀଷ୍ମ ଉପଦେଶ ଦେଇଛନ୍ତି। ସାମାଜିକ ଶୃଙ୍ଖଳା, ସମୃଦ୍ଧି ଓ ସୁଖ ଶାନ୍ତି ପାଇଁ
ଭୀଷ୍ମଙ୍କ ଉପଦେଶ ଗୁଡ଼ିକୁ ଖୁବ୍ ଉପାଦେୟ। କବି ପରିଚୟ। କବି ସାରଳା ଦାସ 15ଶ ଶତାବ୍ଦୀର କବି। ସେ ଓଡ଼ିଶାର ଗଜପତି କପିଳେନ୍ଦ୍ର ଦେବଙ୍କ ସମସାମୟିକ। ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ହେଉଛି ତାଙ୍କ ଜନ୍ମସ୍ଥାନ। ସେ ଦେବୀ ସାରଳାଙ୍କ ଭକ୍ତ ଥିଲେ। ତାଙ୍କର ପ୍ରକୃତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ପରେ ମା ସାରଳାଙ୍କ ଭକ୍ତ ହେବା ପରେ ନିଜ ନାମ ସାରଳା ଦାସ ରଖିଥିଲେ। ସାରଳା ଦାସଙ୍କୁ ଆଦିକବି ସାରଳା ଦାସ କୁହାଯାଏ। ଶୂଦ୍ରମୁନି ସାରଳା ଦାସ ନାମରେ ମଧ୍ୟ ସେ ଓଡ଼ିଆ ସାହିତ୍ୟରେ ପରିଚିତ। ତାଙ୍କର ସୃଷ୍ଟି ମଧ୍ୟରେ ଅଛି ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଓ ମହାଭାରତ। ସେ ସଂସ୍କୃତ ମହାଭାରତକୁ ଅନୁବାଦ ନ କରି ସେହି ଶୈଳୀର ଓଡ଼ିଆ ଭାଷାରେ ମହାଭାରତ ରଚନା କରିଛନ୍ତି, ଯାହା ସାରଳା ମହାଭାରତ ନାମରେ କୁଖ୍ୟାତ।